ଆଜି ହେଉଛି ମାର୍ଚ୍ଚ ମାସ 20 ତାରିଖ ପଖାଳ ଦିବସ। ଆଜିର ବିଶେଷ ମହତ୍ଵ ହେଉଛି ଯେ ଆପଣମାନେ ଯଦି ପଖାଳ ଖାଇବେ ଆପଣମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ଏବଂ ଏହି ଖରା ଦିନରେ ଆପଣମାନେ ପଖାଳ ଖାଇବା ଦ୍ୱାରା ଆପଣଙ୍କ ମୁଣ୍ଡ ଥଣ୍ଡା ରହିବ, ପେଟ ଥଣ୍ଡା ରହିବ ଏବଂ ଜଣ୍ଡିସ୍ ଭଳି ରୋଗ ମଧ୍ୟ ହେବ ନାହିଁ। ଏବଂ ଆମ ଓଡ଼ିଶାର ମୁଖ୍ୟ ଖାଦ୍ୟ ହେଉଛି ପଖାଳ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମୁଖ୍ୟ ଖାଦ୍ୟ ମଧ୍ୟ ପଖାଳ ଭାତ ଏବଂ ଏହି ପଖାଳ ସାଙ୍ଗରେ କିଛି ଯେଉଁ ଖାଆନ୍ତି ସେ ହେଲା ବଡ଼ିଚୁରା। ଏ ଦେଖନ୍ତୁ ଆପଣଙ୍କ ସାମ୍ନାରେ, କ୍ୟାମେରା ସାମ୍ନାରେ ବଡ଼ିଚୁରା, କାକୁଡ଼ି ନେଇଛି, ଆଳୁ ବାଇଗଣ ଭଜା, ଆଳୁ କଲରା ଭଜା, ଲେମ୍ବୁ, ପିଆଜ ଇତ୍ୟାଦି। ଆପଣ ଚାହିଁଲେ ଆ ସାଙ୍ଗରେ ଚୁନା ମାଛ ଭଜା, କଦଳୀ ଭଜା, ଆମ୍ବ ଛେଚା ଏବଂ ମିଠା ଆମ୍ବ, ଶାଗ ଭଜା, କଖାରୁ ଫୁଲ ବରା ଇତ୍ୟାଦି ଆପଣ ମଧ୍ୟ ଆ ସହିତ ଆଡ଼୍ କରିପାରିବେ। ଆକ୍ଚୁଆଲି ଏ ପଖାଳ ଖାଇବାର ମହତ୍ଵ ହେଉଛି ଏଇଆ କି ଯେ ବହୁତ ବର୍ଷ ପୂର୍ବରୁ ଆମ ବାପା ଜେଜେବାବାଙ୍କ ଅମଳରୁ ପଖାଳ ଖାଇ ଆସୁଛୁ। ଏବଂ ଦେଖନ୍ତୁ ମୁଁ ପଖାଳଟିଏ ଖାଉଛି, ଆପଣଙ୍କର କଂସାରେ ଖାଉଛି। ଏହାର କାରଣ ହେଉଛି କଂସାରେ ଖାଇବା ଦ୍ୱାରା ଆମର ଦେହ ସୁସ୍ଥ ରହିବ ଏବଂ ଷ୍ଟିଲ୍ ବାସନରେ ଖାଇବା ଦ୍ୱାରା ଆମେ ରୋଗାକ୍ରାନ୍ତ ହେବୁ। ଏବଂ ଯେଉଁ ଖାଦ୍ୟର ସାଙ୍ଗରେ ଯେଉଁ ଆଇଟମ୍ ଗୁଡ଼ାକ ନେଇଛି ଆପଣମାନେ ଦେଖନ୍ତୁ, କଦଳୀ ପତ୍ରରେ ଖାଇବା କଥା। ଏବଂ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହୁଁଛି ଯେ ଆମ ଓଡ଼ିଶାର କଳା ସଂସ୍କୃତି ପରମ୍ପରା ରୀତିନୀତି ଖାଦ୍ୟ ବେଶଭୂଷା ଆଜିକାଲି ସବୁ ହଜିଗଲାଣି। ଏହି ଦୃଷ୍ଟିରୁ ଆପଣମାନଙ୍କୁ କହୁଛି ଆମର ପାରମ୍ପରିକ ଖାଦ୍ୟ ବେଶଭୂଷା, ଆମେ ଯେହେତୁ ଓଡ଼ିଆ ଆମେ ସେହି ଅନୁସାରେ ଆମ ପଖାଳ ଖାଦ୍ୟ ଖାଇବା କଥା। ତେଣୁକରି ଆଜି ପଖାଳ ଦିବସ, ଆପଣମାନଙ୍କୁ ମୁଁ ଅନୁରୋଧ କରିବାକୁ ଚାହୁଁଛି ଆପଣମାନେ ପଖାଳ ଖାଆନ୍ତୁ ଏବଂ ଆପଣଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ ଏବଂ ଓଡ଼ିଶାର ଆମର ଯେଉଁ ପରମ୍ପରା ଅଛି ସେ ପରମ୍ପରା ପୁଣି ଫେରିଆସିବ। ଆମ ଓଡ଼ିଶାର ପ୍ରିୟ ଖାଦ୍ୟ ପଖାଳ। ଏତିକି କହିକି ମୁଁ ରହୁଛି। ନମସ୍କାର।